ତାଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ରିଆକ୍ସନ ନାହିଁ, ଯେମିତି ସେ କିଛି ଜାଣିନାହାନ୍ତି। ଏ ଜିଲ୍ଲାରେ ଏତେ ବଡ଼ ଘଟଣା ଘଟିଗଲା, କଲେକ୍ଟର ମହାଶୟଙ୍କ ପାଖରେ ସମୟ ନାହିଁ ଯାଇକି ସେ ସ୍ପଟ ଭିଜିଟ୍ କରିବା ପାଇଁ। ଆମେ ସମସ୍ତେ ଯାଇକି ଆସି ସାରିଲୁଣି, କିନ୍ତୁ କଲେକ୍ଟର ମହାଶୟଙ୍କ ପାଇଁ ସମୟ ନାହିଁ। ଗୋଟେ ସେଡ୍ୟୁଲ ଏରିଆରେ, ଆଦିବାସୀ ଏରିଆରେ ଗୋଟେ କଲେକ୍ଟର ଅଛନ୍ତି ଯାହାକୁ ଜିଲ୍ଲାପାଳ ବୋଲି କୁହାଯାଉଛି, କିନ୍ତୁ ତାଙ୍କ ପାଖରେ ସମୟ ନାହିଁ। ଏସପି ଛୁଟିରେ, ଶାସନ ବ୍ୟବସ୍ଥାକୁ ଦେଖନ୍ତୁ, କଲେକ୍ଟର ପାଖରେ ସମୟ ନାହିଁ, ଏସପି ଛୁଟିରେ ଅଛନ୍ତି। ଛୁଟି ବାତିଲ କରି ଆସିପାରିବେ ନାହିଁ। ମୁଁ ଗତକାଲି ବାରମ୍ବାର କରି ଏସପି କୁଆଡ଼େ ଛୁଟିରେ ଯାଇଛନ୍ତି, ସେମାନେ ଏତେ ବଡ଼ ଅର୍ଜେଣ୍ଟ କାମରେ ଯାଇଛନ୍ତି ଯେ ଏସପି ଛୁଟି ବାତିଲ କରି ଆସିପାରିବେ ନାହିଁ, କାରଣ ତାଙ୍କ ଅଧୀନସ୍ଥ କର୍ମଚାରୀଙ୍କୁ ଇନଭେଷ୍ଟିଗେସନ ଦାୟିତ୍ୱ ଦିଆଯାଇଛି। ଇଏ କି ପ୍ରକାର ସରକାର? ଲୋକଙ୍କର ଆସ୍ଥା ନାହିଁ। ଏ ଶବ ବ୍ୟବଚ୍ଛେଦ ପାଇଁ ଆମେ ଦେବୁ ତାହେଲେ କ'ଣ ରିପୋର୍ଟ ଆସିବ? ଏଣୁକରି ଆମର ପ୍ରଥମ ଡିମାଣ୍ଡ, ଗତକାଲି ଯେଉଁ ପୋଷ୍ଟମର୍ଟମ ହେଇଛି ତାକୁ ସାର୍ବଜନୀନ କରାଯାଉ ପୋଷ୍ଟମର୍ଟମ ରିପୋର୍ଟ ପ୍ରଥମେ, କାରଣ ସରକାର ଚେଷ୍ଟା କରିବ ଯେ ଇଏ ଧର୍ଷଣ ହେଇନାହିଁ ବୋଲି ପ୍ରଥମ ସେ ପ୍ଲାନ୍ କରିବ। ଗୋଟେ ଛୋଟ ଝିଅକୁ କାହିଁକି ହତ୍ୟା କରାଯିବ? ତାକୁ ଧର୍ଷଣ କରାଯାଇଛି ଏବଂ ତାପରେ ତାକୁ ହତ୍ୟା କରାଯାଇଛି। ତତ୍ସଙ୍ଗେ ସଙ୍ଗେ ଆମେ ଅନୁରୋଧ କରିବାକୁ ଚାହୁଁଛୁ ସରକାରଙ୍କୁ ଯେ ୱେଷ୍ଟ ବେଙ୍ଗଲରେ ଯେପରି ଭାବରେ ନୂଆ ଭାବରେ ନିୟମ ଅଣାଗଲା ବିଧାନସଭାରେ ଏବଂ ରାଷ୍ଟ୍ରପତିଙ୍କ ପାଖରେ ଅନୁମୋଦନ ପାଇଁ ପଠାଯାଇଛି, ଯେକୌଣସି ବ୍ୟକ୍ତି ବା ଅପରାଧୀ ନାବାଳିକାକୁ ଧର୍ଷଣ କରିକି ହତ୍ୟା କରେ ବା ଗୋଟେ ପ୍ରାପ୍ତବୟସ୍କ ଯୁବକକୁ ଧର୍ଷଣ କରିକି ହତ୍ୟା କରେ ତାକୁ ଫାଶୀ ଦଣ୍ଡ ଦିଆଯାଉ। ଇଏ ରେଜଲ୍ୟୁସନ ଅଣାଯାଉ ଏବଂ ମନୋଜ ରନ୍ଧାରୀ ବାବୁ ଏଠି ବସିଛନ୍ତି, ସେ ଉଠାନ୍ତୁ ଏଇ ଜିନିଷ ଯେ ଓଡ଼ିଶାରେ ମଧ୍ୟ ଗୋଟେ ରେଜଲ୍ୟୁସନ ଅଣାଯାଉ, ବିଧାନସଭାରେ ପାରିତ କରାଯାଉ, ଫାଶୀ ଦଣ୍ଡ ନିଶ୍ଚିତ କରାଯାଉ, ସୁନିଶ୍ଚିତ କରାଯାଉ ଏଭଳିଆ ଅପରାଧୀ ମାନଙ୍କୁ। ଏ ବିଜୁ ଜନତା ଦଳ ତରଫରୁ ଆମେ ଏ ଡିମାଣ୍ଡ ରଖୁଛୁ। ତତ୍ସଙ୍ଗେ ସଙ୍ଗେ ଆମେ କହିବାକୁ ଚାହୁଁ, ଆମେ ନିନ୍ଦା କରିବାକୁ ଚାହୁଁ ଯେ ସରକାରଙ୍କ ନିୟନ୍ତ୍ରଣରେ ଆଉ ପୋଲିସ ପ୍ରଶାସନ ନାହିଁ, ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣର ବାହାରେ, ଗୃହ ବିଭାଗର ନିୟନ୍ତ୍ରଣର ବାହାରେ ଯେପରି ଭାବରେ ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଛି ଓଡ଼ିଶାରେ, ଏହାକୁ ଆମେ ତୀବ୍ର ନିନ୍ଦା କରୁଛୁ। ଏବଂ ବିଶେଷ କରି ନବରଙ୍ଗପୁର ଜିଲ୍ଲା, ଇଏ ଶହୀଦ ମାଟି, ଶହୀଦ ମାନଙ୍କର ଜିଲ୍ଲା। ଏ ଜିଲ୍ଲା ବହୁତ ବଳିଦାନ ପୂର୍ବରୁ ଦେଇଛି ଦେଶକୁ ସ୍ୱାଧୀନ କରିବା ପାଇଁ, ଏ ଅଞ୍ଚଳକୁ ସ୍ୱାଧୀନ କରିବା ପାଇଁ। ଆମ ଝିଅକୁ ଯଦି ନ୍ୟାୟ ନ ମିଳେ, ବିଜୁ ଜନତା ଦଳ ଖାଲି ଜିଲ୍ଲାରେ ନାହିଁ ସାରା ରାଜ୍ୟର ଆନ୍ଦୋଳନ କଲେ ଏବଂ ଯାହା ସଭାପତି ଘୋଷଣା କରିଛନ୍ତି, ତ এই 4 ରୁ 5 ଦିନ ଭିତରେ ଯଦି କୌଣସି ସଠିକ ଉତ୍ତର ନ ମିଳେ ଏବଂ ଅପରାଧୀକୁ ଉଚିତ ଦଣ୍ଡ ବିଧାନ ପାଇଁ ବ୍ୟବସ୍ଥା କରାନଯାଏ, ତାହେଲେ ବିଜୁ ଜନତା ଦଳ ବାଧ୍ୟ ହୋଇକି ଜିଲ୍ଲା ବନ୍ଦର ଡାକରା ଦେବ। ଆଜି ଆମେ ସାମ୍ବାଦିକ ସମ୍ମିଳନୀ ପରେ, ଆମେ ସମସ୍ତ ନେତୃବୃନ୍ଦ ଆଲୋଚନା ପରେ ଆଗାମୀ ଦିନ କାର୍ଯ୍ୟକ୍ରମଟା ଆପଣମାନଙ୍କୁ ବତେଇବୁ। ଧନ୍ୟବାଦ, ନମସ୍କାର।